ରାଣ୍ଡି କିଏ? ସେଇ ଝିଅ ରାଣ୍ଡି ଯିଏ ଦେହର କପଡା ଖୋଲିଥିଲା। କାହିଁକି ହୋଟେଲରେ ସିଏ ଯାଇଥିଲା ବୋଲି ପୁଅ କପଡା ଖୋଲିଥିଲା। ପୁଅର କେବେ ପାଣି ଇଚ୍ଛା ନଥିଲା ନା। ଝିଅ ହଉଛି ରାଣ୍ଡି। ରାଣ୍ଡି ମାନଙ୍କ କଥା ମୁଁ କହୁନି, ଯେମାନେ ଛୋଟ ଛୋଟ ଡ୍ରେସ ପିନ୍ଧି ଡ୍ରେସ କହୁଛି, ଭଲ ଝିଅଙ୍କ କଥା କହୁଛି। ତା ଭିତରେ ଆମ ମା ଭଉଣୀ ବି ଆସୁଥିଲା, ତାଙ୍କ କଥା ମୁଁ କହୁଛି। ଭଲ ପାଇବା ପାଇଁ ନିଜ ଦେହ ଦେଇଦେଲା, କାହିଁକି ତାକୁ ନିଜର କରିବ ବୋଲି। ଭଲ ପାଇବା ପାଇଁ ଭିଡିଓ କଲେ ନିଜ ଦେହ ଦେଖେଇଦେଲା, ତାକୁ ନିଜର କରିବ ବୋଲି। ଭଲ ପାଇବା ପାଇଁ ମୋବାଇଲରେ ଫଟୋ ଦେଇଦେଲା, ତାକୁ ନିଜର କରିବା ବୋଲି। ତାପରେ ସେ ରାଣ୍ଡି ହେଲା। ତାପରେ ଏତିକି ସବୁ କରିସାରିଲା ପରେ ସେ ଝିଅ ତମେରୁ ତୁ ହେଇଗଲା। ଯେତେବେଳେ ତମେ କଥା ହଉଥିଲା ସେ ପୁଅ ତମେରୁ ତୁ ହେଇଗଲା। ତା ମା ଭଉଣୀ ନେଇ ଶୋଧିଲା, ତାକୁ ରାଣ୍ଡି କହିଲା, ବେଦ ବାଳି କହିଲା, ତା ଫ୍ୟାମିଲିକୁ ବି ଗାଳି ଦେଲା। ମାନେ କେତେ ଶୁଣିବ? ମାନେ ମାନେ କହିଲେ କୁହନ୍ତିନି କଲେଜରେ ଛୁରୀ ଲାଗିଯାଏ, ସେଟା ବି ଶୁଣିକି ସେ ଝିଅ ତା ସହିତ ରହିଲା। ସେ କହୁଛି ତ କହୁଛି, ତା ସହିତ ରୁହେ। ତାପରେ ବି ତାକୁ ନିଜର କରିବା ପାଇଁ ଚାହେଁନା। ଆଜି ଡେଟର ସେଇ ଝିଅ ବ୍ଲକ, ସବୁଠୁ ବ୍ଲକ ସମସ୍ତେ କୁହାହେଇଯିବ ସେଇ ଝିଅ ରାଣ୍ଡି। କାହିଁକି ନା ଭାଇରାଲ ପରେ ସେଇ ଝିଅଟା ହେଇଛି। ଯେ ଭାଇରାଲ କଲେ ସେ ପୁଅର କେବେ, ସେ ପୁଅ ନା କେବେ ଖାତାରେ ଆସିବନି। ଝିଅଟା ପୁରା ଭାଇରାଲ ହେଇଛି, ରାଣ୍ଡି ହବନି କଣ ପାଇଁ? ହବ। ଆଉ ଯେ ଝିଅ ଏତିକି ସବୁ କଲା ନା, ସେ କେବେ ବି ସେ ପୁଅ ସହିତ ବେଦିର ବସିବା ଦୂରର କଥା, ମାନେ ଟୁପେ ସୁନ୍ଦର ବି ତା ହାତରେ ପିନ୍ଧି ପାରିବ। କଥାର ଅଛି ପରା, ଘର ଝିଅ ଗଲା ଭାଣ୍ଡର ଦୁଃଖ ଗଲା। ନିଜ ଘରେ ମା ଭଉଣୀ ଭଲରେ ଅଛନ୍ତି ନା, ବାସ୍ ଭଲରେ ଥାଉ।